ନାଇଁ ନାଇଁ ପଶ୍ଚିମ ଓଡ଼ିଶାରେ ବେସିକାଲି ଡାବର ତେଲ ଏଇଟା ନୁହେଁ, ଏଇଟା ହେଉଛି ଡାବର ତେଲ। ତ ଡାବର ତେଲ ହେଉଛି ଗୋଟେ ପଶ୍ଚିମ ଓଡ଼ିଶାରେ ଗୋଟେ ପିଚୁ ଟାଇପ୍ ଜିନିଷକୁ କୁହା ହୁଏ। ମୁଁ କ୍ଲିୟରଲି ତ ଜାଣିନି, କିନ୍ତୁ ଯେତିକି ମୋର ନଲେଜ୍ ଅଛି ତା ହିସାବରେ କହିବି ଏଇଟା ହେଉଛି ସେଇ ହିସାବରେ ଏଇଟା ଡାବର ତେଲ ହେଇଛି। ତ ଗୀତ ଯଦି ଶୁଣିବେ ତାହେଲେ ଦୂରଦର୍ଶିନୀ ଡିଜିଟାଲରେ ଯେଉଁଟା ଏବେ ଆଉଟ୍ ହେଇସାରିଲାଣି, ଗୋଟେ ନୂଆ ଚ୍ୟାନେଲ୍ ହିସାବରେ ଆପଣମାନେ ଢେର ସାରା ଭଲ ପାଇବା ଦେଇଛନ୍ତି। ଆଉ ଡେଫିନେଟଲି କଳାକାର ହିସାବରେ ଆମେମାନେ ଏକ୍ସପେକ୍ଟ କରିବୁ ଯେ ଆପଣମାନଙ୍କ ଭଲ ପାଇବା ଆହୁରି ମିଳୁ, ଆଉ କେବେ ବନ୍ଦ ନ ହଉ। ଗୋଟିଏ ଟଙ୍କା ହ୍ୟାଣ୍ଡସମ୍ ଟଙ୍କା ଫିଟ୍ ଟଙ୍କା ରାଜ ଧନ୍ୟବାଦ ଧନ୍ୟବାଦ। ସେଇଟା ଯେଉଁ ଦର୍ଶକ ବନ୍ଧୁମାନେ ଅଛନ୍ତି ସେମାନଙ୍କ ଭଲ ପାଇବା, ସେମାନଙ୍କ ଆଶୀର୍ବାଦ, ଯେ ତାଙ୍କୁ ସବୁବେଳେ ଯେଉଁ କମ୍ପ୍ଲେନ୍ ଥାଏ କି ଆମ ଓଡ଼ିଆ ହିରୋମାନେ ଫିଟ୍ ନୁହନ୍ତି, ସେମିତି କଥା ନାହିଁ। ଓଡ଼ିଆ ହିରୋମାନେ ବି ଏବେ ସମସ୍ତେ ବହୁତ ଫିଟ୍ ହେଇଗଲେଣି। ଆଉ ଫିଟନେସ୍ ହିସାବରେ ଡିଜିଟାଲ୍ ମିଡ଼ିଆରେ ସମସ୍ତେ ଦେଖୁଥିବେ ଯେ କେତେ ଏବେ ଆକ୍ଟିଭ୍ ଅଛନ୍ତି। ଓକେ, ଡାବର ତେଲ ବି ଏତେ ଭଲ ପାଇବା ମିଳୁଛି, 100K କ୍ରସ୍ କଲାଣି। ତ ନିକିତା ଆଉ ଆପଣଙ୍କ ଯୋଡ଼ିକୁ ଦର୍ଶକ ନିହାତି ଭଲ ପାଇବା ଦେଉଛନ୍ତି। ନିକିତାଙ୍କର ଏଇଟା ମୋର ହେଉଛି ସେକେଣ୍ଡ ସଙ୍ଗ୍। ଆଉ ମୁଁ ଏତିକି ଆଶା କରିବି ଯେଉଁ ଦୁଇଟି ଗୀତରେ ଲୋକମାନେ ଭଲ ପାଇବା ଦେଇଛନ୍ତି, ଆଣ୍ଡ ସ୍ପେଶିଆଲି ଡାବର ତେଲରେ ସିଏ ଜଣେ ବହୁତ ହି ଭଲ କଳାକାର ସମସ୍ତେ ଜାଣିଛନ୍ତି, ଆଉ ବହୁତ ଭଲ ଡ୍ୟାନ୍ସର। ଆଉ ଆଇ ଏମ୍ ଲକି କି ତ ଭାଇ ଆମେ ଫାଷ୍ଟ ତାଙ୍କର ଡାଉଟ୍ କ୍ଲିୟର କଲେ ଯେ ଭାଇ ଏଇ ଯେଉଁ ଡାବର ତେଲ ଆପଣ କରିଛନ୍ତି, କୌଣସି କମ୍ପାନୀର ମାନେ ଡାବର କମ୍ପାନୀର ଏଇଟା ପ୍ରମୋସନ୍ ହେଉଛି ନା ଅଲଗା କିଛି? ନାଇଁ ନାଇଁ ପଶ୍ଚିମ ଓଡ଼ିଶାରେ ବେସିକାଲି ଡାବର ତେଲ ଏଇଟା ନୁହେଁ, ଏଇଟା ହେଉଛି ଡାବର ତେଲ। ତ ଡାବର ତେଲ ହେଉଛି ଗୋଟେ ପଶ୍ଚିମ ଓଡ଼ିଶାରେ ଗୋଟେ ପିଚୁ ଟାଇପ୍ ଜିନିଷକୁ କୁହା ହୁଏ। ମୁଁ କ୍ଲିୟରଲି ତ ଜାଣିନି, କିନ୍ତୁ ଯେତିକି ମୋର ନଲେଜ୍ ଅଛି ତା ହିସାବରେ କହିବି ଏଇଟା ହେଉଛି ସେଇ ହିସାବରେ ଏଇଟା ଡାବର ତେଲ ହେଇଛି। ତ ଗୀତ ଯଦି ଶୁଣିବେ ତାହେଲେ ଦୂରଦର୍ଶିନୀ ଡିଜିଟାଲରେ ଯେଉଁଟା ଏବେ ଆଉଟ୍ ହେଇସାରିଲାଣି, ଗୋଟେ ନୂଆ ଚ୍ୟାନେଲ୍ ହିସାବରେ ଆପଣମାନେ ଢେର ସାରା ଭଲ ପାଇବା ଦେଇଛନ୍ତି। ଆଉ ଡେଫିନେଟଲି କଳାକାର ହିସାବରେ ଆମେମାନେ ଏକ୍ସପେକ୍ଟ କରିବୁ ଯେ ଆପଣମାନଙ୍କ ଭଲ ପାଇବା ଆହୁରି ମିଳୁ, ଆଉ କେବେ ବନ୍ଦ ନ ହଉ। ଆଜି 24 ଘଣ୍ଟା ଆପଣ ନିକିତାଙ୍କ ସହିତ ସୁଟିଂ କରୁଥିଲେ? ହଁ, ଗୀତଟି ବହୁତ ହି ଏଟିକ୍ ଥିଲା। ବହୁତ ହି ରାଜେନ୍ଦ୍ର ମହନ୍ତ ଭାଇଙ୍କର ଡିରେକ୍ସନ୍, ଆଉ ଫିରୋଜ ସାର୍ଙ୍କ କୋରିଓଗ୍ରାଫି, ଆଉ କାହ୍ନା ଭାଇ ଆମର ଡିଓପି ଥିଲେ। ତ ଏଇ ଯେଉଁ ୟୁନିଟ୍ରୁ ଜାଣିପାରୁଥିଲେ ଇଟ୍ସ ପ୍ରପରଲି ଗୋଟେ ଫିଲ୍ମ ଗୀତଠୁ କମ୍ରେ ଏଇଟା ବନା ହେଇନି। ଆଉ ଯେଉଁ ଫ୍ୟାସିଲିଟିଜ୍ ପ୍ରଡକ୍ସନ୍ ହାଉସ୍ ତରଫରୁ ଦିଆହେଇଥିଲା, ଯେମିତିକି ଭ୍ୟାନିଟି ଭ୍ୟାନ୍ ହଉ, ଅନସେଟ୍ ଏସି ହଉ, ତ 24 ଘଣ୍ଟା ସୁଟିଂ କରିବାର ସେ ଯେଉଁ କଷ୍ଟଟି ଜଣାପଡ଼ୁନଥିଲା। ଆରାମସେ ସୁଟିଂ କରିଥିଲୁ। ହଁ, ଗୋଟେ ହୋଲ୍ ନାଇଟ୍ ସୁଟ୍ ଥିଲା। ଆଉ ଯେଉଁ ଷ୍ଟେପ୍ସ ଲୋକମାନେ ଦେଖିଛନ୍ତି, ଆଶା କরি ଲୋକମାନଙ୍କୁ ଭଲ ଲାଗୁଥିବ, ଆଉ ଏତେ ପରିଶ୍ରମର ଫଳ ଆପଣମାନଙ୍କ ଭ୍ୟୁଜ୍ ହିଁ ଦେଇପାରିବ। ଆଚ୍ଛା, ଏବେ କ'ଣ ମାନେ ରାଜ ରାଜେଶ ଆଉ ନିକିତାଙ୍କର ଭିଡ଼ିଓ ଭାଇରାଲ୍ ହେବ? ଭାଇରାଲ ଯଦି ଗୁଡ୍ ସେନ୍ସରେ ହେଉଛି, ଯଦି ଆମ କଳାକୁ ଲୋକମାନେ ଡାବର ତେଲ ଜରିଆରେ ବହୁତ ସାରା ଭଲ ପାଇବା ଦେଉଛନ୍ତି, ତାହେଲେ ନିହାତି ଭାବରେ ଗୋଟେ କଳାକାର ହିସାବରେ ଆଉ କ'ଣ ଦରକାର। ବାବାଙ୍କ ଆଶୀର୍ବାଦ ଥାଉ, ଲୋକମାନଙ୍କ ଭଲ ପାଇବା ଥାଉ। ଆଉ ହଁ, ଯଦି ଭାଇରାଲ ହେବାର ଅଛି, ଭାଇରାଲ ନୁହେଁ ସେ ଆକ୍ଚୁଆଲ ୱାର୍ଡ଼ ମୁଁ କହିବି ବୋଧେ ଟ୍ରେଣ୍ଡିଂ। ହଁ, ଥ୍ୟାଙ୍କ ୟୁ। ଯିବେ ଆଉ